Hello student, welcome back to my Tanushree tutorial +3 second semester ସମ୍ବଲପୁର ୟୁନିଭର୍ସିଟିର AEC ଇଂଲିଶ ମିଜିରିର 2 ମାର୍କ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। ନମ୍ବର 1, ହୁ ଇଜ୍ ଦ ସେଣ୍ଟ୍ରାଲ କ୍ୟାରେକ୍ଟର ଇନ୍ ଦ ଷ୍ଟୋରି? କାହାଣୀର କେନ୍ଦ୍ରୀୟ ଚରିତ୍ର କିଏ? ଆନ୍ସର୍ ହେଉଛି ଲୁନା ପାଟାପୋପ, an old cab driver giving his son death। ଲୁନା ପାଟାପୋପ ଜଣେ ବୃଦ୍ଧ କ୍ୟାବ୍ ଡ୍ରାଇଭର ତାଙ୍କର ପୁଅ ମୃତ୍ୟୁର ଶୋକ କରୁଛନ୍ତି। ନମ୍ବର 2, ହ୍ୱାଟ୍ ଇଜ୍ ଦ ମେନ୍ ଥିମ୍ସ ଅଫ୍ ମିଜରି? ଦୁଃଖର ମୁଖ୍ୟ ବିଷୟ କ'ଣ? ତାର ଆନ୍ସର୍ ହେଉଛି ଦ ଥିମ୍ସ ଇଜ୍ ହ୍ୟୁମାନ୍ ଇଣ୍ଡିଫରେନ୍ସ ଟୁ ପର୍ସନାଲ ଗ୍ରିଫ୍ ଆଣ୍ଡ ଦ ଲୋନଲିନେସ୍ ଅଫ୍ ମୋରିଂ। ବିଷୟବସ୍ତୁ ହେଉଛି ବ୍ୟକ୍ତିଗତ ଦୁଃଖ ପ୍ରତି ମାନବ ଉଦାସୀନତା ଏବଂ ଶୋକର ଏକାକିତା। ନମ୍ବର 3, ହ୍ୱାଟ୍ ହ୍ୟାପେନ୍ ଟୁ ଲୁନାସ୍ ସନ୍? ଲୁନାଙ୍କ ପୁଅର କ'ଣ ହେଲା? ଆନ୍ସର୍ ହେଉଛି ଲୁନାସ୍ ସନ୍ ଡେଡ୍ ରିସେଣ୍ଟଲି, ପସିବଲ୍ ଅଫ୍ ଫିଭର ଏଜ୍ ଲୁନା ବେଗୁଲି ରିକେଲ୍ସ। ଲୁନା ଅସ୍ପଷ୍ଟ ଭାବରେ ମନେ ପକାନ୍ତି ଲୁନାଙ୍କ ପୁଅ ନିକଟରେ ମୃତ୍ୟୁବରଣ କରିଛି, ସମ୍ଭବତଃ ଜ୍ୱରରେ। ନମ୍ବର 4, ହାଉ ଡୁ ଲୁନାସ୍ ପ୍ୟାସେଞ୍ଜର ରେସ୍ପଣ୍ଡ ଟୁ ହିଜ୍ ଗ୍ରିଫ୍? ଲୁନାର ଯାତ୍ରୀମାନେ ତାଙ୍କ ଦୁଃଖ ପ୍ରତି କିପରି ପ୍ରତିକ୍ରିୟା ନିଅନ୍ତି? ତାର ଆନ୍ସର୍ ହେଉଛି ଦେ ଇଗ୍ନୋର ଅର୍ ଡିସମିସ୍ ହିମ୍, ଶୋଇଂ ନୋ ଏମ୍ପାଥି ଅର୍ ଇଣ୍ଟରେଷ୍ଟେଡ୍। ସେମାନେ ତାଙ୍କୁ ଅଣଦେଖା କରନ୍ତି କିମ୍ବା ଖାରଜ କରନ୍ତି, କୌଣସି ସହାନୁଭୂତି କିମ୍ବା ଆଗ୍ରହ ଦେଖାନ୍ତି ନାହିଁ। ନମ୍ବର 5, ହ୍ୱାଇ ଡଜ୍ ଲୁନା ଟଲ୍କ ଟୁ ହିଜ୍ ହର୍ସ? ଲୁନା ତାଙ୍କ ଘୋଡ଼ା ସହିତ କାହିଁକି କଥା ହୁଏ? ଆନ୍ସର୍ ହେଉଛି ବିକଜ୍ ନୋ ହ୍ୟୁମାନ୍ ଲିସନ୍ସ ଟୁ ହିମ୍, ହି ସେୟାର ହିଜ୍ ସୋରୋ ୱିଥ୍ ଦ ହର୍ସ। ଯେହେତୁ କୌଣସି ମଣିଷ ତାଙ୍କ କଥା ଶୁଣେ ନାହିଁ, ସେ ଘୋଡ଼ା ସହିତ ନିଜର ଦୁଃଖ ବାଣ୍ଟି ନିଅନ୍ତି। ନମ୍ବର 6, ହ୍ୱାଟ୍ ଡଜ୍ ଦ କୋଲ୍ଡ ୱେଦର୍ ସିମ୍ବଲସ୍ ଇନ୍ ଦ ଷ୍ଟୋରି? କାହାଣୀର ଥଣ୍ଡା ପାଗ କ'ଣର ପ୍ରତୀକ? ତାର ଆନ୍ସର୍ ହେଉଛି ଇଟ୍ ମିରର୍ସ ଲୁନା ଇମୋସନାଲ ଏସୋସିଏସନ୍ ଆଣ୍ଡ ଦ ବ୍ଲାଙ୍କନେସ୍ ଅଫ୍ ହିଜ୍ ଗ୍ରିଫ୍। ଏହା ଲୁନାଙ୍କ ଭାବପ୍ରବଣ ଏକାକିତା ଏବଂ ତାଙ୍କ ଦୁଃଖର ଅସ୍ପଷ୍ଟତାକୁ ପ୍ରତିଫଳିତ କରେ। ନମ୍ବର 7, ହ୍ୱାଟ୍ ଇଜ୍ ଦ କ୍ଲାଇମ୍ୟାକ୍ସ ଅଫ୍ ଦ ଷ୍ଟୋରି? କାହାଣୀର ଚରମ ସୀମା କ'ଣ? ତାର ଆନ୍ସର୍ ହେଉଛି ହ୍ୱେନ୍ ଲୁନା, ଅନଏବଲ୍ ଟୁ ଫାଇଣ୍ଡ ଏ ଲିସନର୍, ଫାଇନାଲି ପୋର୍ସ ଆଉଟ୍ ହିଜ୍ ହାର୍ଟ ଟୁ ହିଜ୍ ହର୍ସ। ଯେତେବେଳେ ଲୁନା ଶ୍ରୋତାଙ୍କୁ ନ ପାଇ ଶେଷରେ ତାଙ୍କ ଘୋଡ଼ାକୁ ତାଙ୍କ ହୃଦୟ ଢାଳି ଦିଅନ୍ତି। ନମ୍ବର 8, ହ୍ୱାଟ୍ ଇଜ୍ ଦ ପଏଣ୍ଟ ଅଫ୍ ଭ୍ୟୁ ୟୁଜ୍ଡ ଇନ୍ ମିଜରି? ମିଜରିର କେଉଁ ଦୃଷ୍ଟିକୋଣ ବ୍ୟବହାର କରାଯାଇଛି? ତାର ଆନ୍ସର୍ ହେଉଛି ଥାର୍ଡ଼ ପର୍ସନ ଓମନିସେଣ୍ଟ ୱିଥ୍ ଡିପ୍ ଇନସାଇଟ୍ ଇନ୍ଟୁ ଲୁନାସ୍ ଇମୋସନ୍। ଲୁନାର ଭାବନା ବିଷୟରେ ଗଭୀର ଅନ୍ତର୍ଦୃଷ୍ଟି ସହିତ ତୃତୀୟ ବ୍ୟକ୍ତି ସର୍ବଜ୍ଞ। ନମ୍ବର 9, ହ୍ୱାଟ୍ ଇଜ୍ ଦ କନଫ୍ଲିକ୍ଟ ଇନ୍ ଦ ଷ୍ଟୋରି? କାହାଣୀରେ କ'ଣ ଦ୍ୱନ୍ଦ୍ୱ ଅଛି? ତାର ଆନ୍ସର୍ ହେଉଛି ମ୍ୟାନ୍ ଭିଏସ୍ ସୋସାଇଟି, ଲୁନା ଷ୍ଟ୍ରଗଲ୍ ଟୁ ଫାଇଣ୍ଡ ସମ୍ ୱାନ୍ ହୁ ୱିଲ୍ ଏକ୍ନଲେଜ୍ ହିଜ୍ ପେନ୍। ମଣିଷ ବନାମ ସମାଜ ଲୁନା ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସଂଘର୍ଷ କରୁଛି, ଯିଏ ତାଙ୍କ ଯନ୍ତ୍ରଣାକୁ ସ୍ୱୀକାର କରିବ। ନମ୍ବର 10, ହ୍ୱାଟ୍ ଇଜ୍ ଦ ସିଗ୍ନିଫିକେନ୍ସ ଅଫ୍ ଦ ଟାଇଟଲ୍ ମିଜରି? ମିଜରି ଶୀର୍ଷକର ଗୁରୁତ୍ୱ କ'ଣ? ତାର ଆନ୍ସର୍ ହେଉଛି ଇଟ୍ ରିଫ୍ଲେକ୍ଟସ୍ ଲୁନା ଇମୋସନାଲ ସଫରିଂ ଆଣ୍ଡ ଦ ୟୁନିଭର୍ସାଲ ଏକ୍ସପିରିଏନ୍ସ ଅଫ୍ ଗ୍ରିଫ୍। ଏହା ଲୁନାଙ୍କ ଭାବପ୍ରବଣ ଯନ୍ତ୍ରଣା ଏବଂ ଦୁଃଖର ସାର୍ବଜନୀନ ଅଭିଜ୍ଞତାକୁ ପ୍ରତିଫଳିତ କରେ। ନମ୍ବର 11, ହାଉ ଡଜ୍ ଚେକଭ୍ ପୋର୍ଟ୍ରାଇ ଅର୍ବାନ୍ ଲାଇଫ୍ ଇନ୍ ଦ ଷ୍ଟୋରି?
କାହାଣୀରେ ଚେକଭ୍ ସହରୀ ଜୀବନକୁ କିପରି ଚିତ୍ରଣ କରିଛନ୍ତି? ତାର ଆନ୍ସର୍ ହେଉଛି ଏଜ୍ କୋଲ୍ଡ ଆଣ୍ଡ ଇଣ୍ଡିଫରେଣ୍ଟ ହ୍ୱେର୍ ପିପୁଲ୍ ଆର୍ ଟୁ ବିଜି ଟୁ କେୟାର ଫର୍ ଅଦର୍ସ ଇମୋସନ୍ସ। ଏତେ ଥଣ୍ଡା ଏବଂ ଉଦାସୀନ ଯେଉଁଠାରେ ଲୋକମାନେ ଅନ୍ୟମାନଙ୍କ ଭାବନାର ଯତ୍ନ ନେବାକୁ ଏତେ ବ୍ୟସ୍ତ। ନମ୍ବର 11 ହ୍ୱାଟ୍ ଲିଟେରାରୀ ଡିଭାଇସ୍ ଇଜ୍ ୟୁଜ୍ଡ ହ୍ୱେନ୍ ଲୁନା ଟକ୍ସ ଟୁ ହିମ୍ ହର୍ସ। ଯେତେବେଳେ ଲୁନା ତାଙ୍କ ଘୋଡ଼ା ସହିତ କଥା ହୁଏ ସେତେବେଳେ କେଉଁ ସାହିତ୍ୟିକ ଉପକରଣ ବ୍ୟବହାର କରାଯାଏ? ତାର ଆନ୍ସର୍ ହେଉଛି ସିମ୍ବଲିଜିମ୍। ଟୁ ହର୍ସ ରିପ୍ରେଜେଣ୍ଟ ସାଇଲେଣ୍ଟ, କମ୍ପାନିସିଭ୍ ଆଣ୍ଡ ଏମ୍ଫାଟିକ୍। ପ୍ରତୀକ ଘୋଡ଼ା ନୀରବ, ସାଥୀ ଏବଂ ସହାନୁଭୂତିର ପ୍ରତିନିଧିତ୍ୱ କରେ।